ନାରୀର କ'ଣ ଏହି ଦୋଷ ଯାହା ବିବାହ ବେଦୀରେ ଝିଅର ବାପା ଯାଇ ଠାରୁ କ୍ଷମା କରି ଦେବାକୁ ମାଗିଥାନ୍ତି? ଜାଣନ୍ତୁ, ଗହନ କଥା ବିବାହ ସମୟରେ ଶ୍ୱଶୁର ଯାଇଠାରୁ ଝିଅର ଦୋଷ କ୍ଷମା କରିବାକୁ ମାଗିଥାନ୍ତି। ତେବେ ପୁରୁଷମାନେ ଯଦି ବିବାହ ସମୟର ଏହି ପ୍ରତିଶ୍ରୁତି କଥା ମନେ ରଖିଥାନ୍ତି, ତେବେ ସେମାନେ କେବେହେଲେ ନିଜ ସ୍ତ୍ରୀର କୌଣସି ଦୋଷ ପାଇଁ ତାଙ୍କୁ ଘରୁ ବାହାର କରି ଦେଇ ପାରିବେ ନାହିଁ ବା ଅନ୍ୟ ପ୍ରକାର ଦଣ୍ଡିତ କରିପାରିବେ ନାହିଁ। ନାରୀ ବା ପୁରୁଷ କେହି ହେଲେ ସମ୍ପୂର୍ଣ୍ଣ ଦୋଷ ମୁକ୍ତ ନୁହନ୍ତି। ପୁରୁଷର ଉଗ୍ର ସ୍ୱଭାବ, କ୍ରୋଧ, ଅହଙ୍କାର, ଅନ୍ୟ ନାରୀ ସହ ସମ୍ପର୍କ, ମିଛ କହିବା, ଚୋରି କରିବା, ଚାରିତ୍ରିକ ସ୍ଖଳନ, କୁଭାଷା ବ୍ୟବହାର କରିବା, ସ୍ତ୍ରୀକୁ ହତାଦର କରିବା ଆଦି ଦୋଷ ଥାଇପାରେ। କିନ୍ତୁ ସେ କେବଳ ସ୍ତ୍ରୀକୁ ତାର ଦୋଷ ପାଇଁ ଭର୍ତ୍ସନା କରିଥାଏ। ଏହା ସର୍ବଦା ଅନୁଚିତ। ସ୍ତ୍ରୀର କୌଣସି ଦୋଷ ଦେଖିଲେ ପୁରୁଷ କିଛି ପ୍ରତିକ୍ରିୟା ପ୍ରକାଶ କରିବା ପୂର୍ବରୁ ପ୍ରଥମେ ବିବାହ ସମୟରେ ନିଜ ଶ୍ୱଶୁରଙ୍କୁ ଦେଇଥିବା ପ୍ରତିଶ୍ରୁତି କଥା ମନେ ପକାଇବା ଉଚିତ। ତେବେ ନାରୀର ଏହି ଦୋଷ କ'ଣ? ଏହି ସମ୍ପର୍କରେ ଶାସ୍ତ୍ରରେ କୁହାଯାଇଛି, ନିର୍ଲଜ୍ଜା ଚୌରବୃତ୍ତିଶ୍ଚ ଡାକିନୀ ବ୍ୟଭିଚାରିଣୀ, ମୁଖରା ହିଂସକା ଦୁଷ୍ଟା ମିଥ୍ୟାବାଦିନ୍ୟତୋଷିଣୀ, ପଳାୟନପରା ଭୁଜ ଦୋଷା ଇତି ସ୍ମୃତା। ଅର୍ଥାତ୍ ଲଜ୍ଜାହୀନା, ଚୋରଣୀ, ଡାକିନୀ, ବ୍ୟଭିଚାରିଣୀ, ମୁଖରା ବା ଅତିଭାଷିଣୀ ବା କଳହ ପ୍ରବୀଣା, ହିଂସକା, ଦୁଷ୍ଟା, ମିଥ୍ୟାବାଦିନୀ, ଅତୋଷିଣୀ ବା ଯିଏ ସ୍ୱାମୀଙ୍କୁ ସନ୍ତୋଷ ନ ଦିଏ ଏବଂ ପଳାୟନପରା ବା ଯିଏ ବାରମ୍ବାର ବାପଘରକୁ ପଳାଏ, ଏଗୁଡ଼ିକ ହେଉଛି ନାରୀର ଦୋଷ। ଏହାର ବିପରୀତ ଗୁଡ଼ିକ ହେଉଛି ନାରୀର ସୁଗୁଣ, ଯଥା ଲଜ୍ଜାଶୀଳା, ପରଦ୍ରବ୍ୟ ପ୍ରତି ଲୋଭିନା, ଡାକିନୀ ପରି ଆଚରଣ ନ କରିବା, ଏକାଚାରିଣୀ, ସ୍ୱଳ୍ପଭାଷିଣୀ, ଅହିଂସା ହେବା, ଶିଷ୍ଟା, ସତ୍ୟବାଦିନୀ, ସ୍ୱାମୀ ଖୁସି ହେଲା ଭଳି କାର୍ଯ୍ୟ କରିବା ଓ ସ୍ୱାମୀଙ୍କୁ ସନ୍ତୋଷ ଦେବା ଏବଂ କଥାରେ ବାପଘର ଯିବାର ଭୟ ନ ଦେଖାଇବା ବା ବାପଘରକୁ ବାରମ୍ବାର ନ ଯିବା। ଲଜ୍ଜାହୀନତା ଏକ ଅତ୍ୟନ୍ତ ଖରାପ ସ୍ୱଭାବ। ଏହା ବାପା ମାଆଙ୍କର, ପିତୃକୁଳର, ସ୍ୱାମୀର ଓ ଶ୍ୱଶୁରକୁଳର ମାନସମ୍ମାନକୁ ବି ତଳେ ପକାଇଥାଏ। କୁହାଯାଏ, ନାରୀଣାଂ ଭୂଷଣଂ ଲଜ୍ଜା, ଅର୍ଥାତ୍ ଲଜ୍ଜା ହେଉଛି ନାରୀର ଭୂଷଣ। ଲଜ୍ଜାହୀନା ନାରୀ ଶୂର୍ପଣଖା ପରି ଯିଏ ଅନ୍ୟ ପୁରୁଷ ଆଗରେ ପ୍ରେମ ନିବେଦନ କରିବାକୁ କୁଣ୍ଠାବୋଧ କରନ୍ତି ନାହିଁ। ଏହାର ଫଳ ହୁଏ କ'ଣ? ନିଜର ତଥା ନିଜ ଭାଇ ରାବଣର ବଂଶନାଶ। ଆଜିକାଲି ଏପରି ଶୂର୍ପଣଖାମାନଙ୍କର ଅଭାବ ନାହିଁ। ଲଜ୍ଜାହୀନତା ଯୋଗୁଁ ସେମାନେ ନିଜକୁ ତ ବିପଦରେ ପକାନ୍ତି, ତା ସହ ନିଜ ବାପାଙ୍କ ମାନସମ୍ମାନ ଓ ବଂଶଗୌରବକୁ ମାଟିରେ ମିଶାଇ ଦିଅନ୍ତି। ତେବେ ଚୋରଣୀ, ଡାକିନୀ କ୍ୱଚିତ୍ ଦେଖିବାକୁ ମିଳନ୍ତି। ମାତ୍ର ଧରାପଡ଼ିଲେ ସେମାନଙ୍କର ସମ୍ମାନ ନଷ୍ଟ ହୋଇଥାଏ। ପରେ ସେମାନଙ୍କୁ କେହି ବିଶ୍ୱାସ କରନ୍ତି ନାହିଁ ଓ ସେମାନଙ୍କଠାରୁ ନିଜକୁ ଦୂରରେ ରଖନ୍ତି। ଉପରୋକ୍ତ ପ୍ରତିଶ୍ରୁତି ହେତୁ ସ୍ୱାମୀ ସିନା କ୍ଷମା କରିଦେବ, ଅନ୍ୟମାନେ କାହିଁକି କ୍ଷମା କରିବେ? ଆଉ ଏକ ଦୋଷ ହେଲା ବ୍ୟଭିଚାରିଣୀ। ଯିଏ ନିଜ ସ୍ୱାମୀଠାରୁ ଅନ୍ୟକୁ ଅଧିକ ଭଲ ପାଏ ଓ ଅନ୍ୟକୁ ବେଶୀ ଗୁରୁତ୍ୱ ଦିଏ, ତାକୁ ଏକ ପ୍ରକାର ବ୍ୟଭିଚାରିଣୀ ବୋଲି କୁହାଯାଇପାରେ। ମାନସିକ ଭାବେ ଅନ୍ୟ ପୁରୁଷକୁ ଚାହିଁଲେ ବି ତାହା ବ୍ୟଭିଚାର। ପରଶୁରାମଙ୍କ ମା ରେଣୁକା ନଦୀକୁ ପାଣି ଆଣିବାକୁ ଯାଇଥିବା ବେଳେ ପାଣି ଭିତରେ ଆକାଶମାର୍ଗରେ ଯାଉଥିବା ଗନ୍ଧର୍ବଙ୍କ ପ୍ରତିବିମ୍ବ ଦେଖି ଉପରକୁ ଚାହିଁ ବିମୋହିତ ହୋଇ ପଡ଼ିଥିଲେ। ପାଣି ଆଣି ଫେରିବାରେ ଡେରି ହେବାରୁ ତାଙ୍କ ସ୍ୱାମୀ ମହର୍ଷି ଯମଦଗ୍ନି ତପୋବଳରେ ଏହା ଜାଣିପାରି କ୍ରୋଧିତ ହୋଇଥିଲେ। ମୁଖରା ବା ଅତିଭାଷିଣୀ ନାରୀ ସର୍ବତ୍ର ମିଳନ୍ତି। ଅଧିକ କଥା କହିବା ନାରୀମାନଙ୍କ ସ୍ୱଭାବ। କିନ୍ତୁ ଏହା ଭଲ ନୁହେଁ। ଏହା ପରିବାରରେ କଳହ ଓ ଅଶାନ୍ତି ସୃଷ୍ଟି କରେ। ତେଣୁ ନାରୀମାନେ ଯଥାସମ୍ଭବ ସ୍ୱଳ୍ପଭାଷିଣୀ ହେବାକୁ ଚେଷ୍ଟା କରିବା ଉଚିତ। ଯେଉଁମାନେ ତାହା ପାରୁନାହାନ୍ତି, ସେମାନେ ସପ୍ତାହକୁ ଥରେ ବା ମଝିରେ ମଝିରେ ମୌନବ୍ରତ ଅବଲମ୍ବନ କରିବା ଉଚିତ। ହିଂସକା ଓ ଦୁଷ୍ଟା ନାରୀ ଅନେକ ସମୟରେ ପରିବାର ପାଇଁ ସଙ୍କଟ ସୃଷ୍ଟି କରନ୍ତି। କାହାରି ପ୍ରତି ହିଂସା, ଈର୍ଷା ଓ ଦ୍ୱେଷରୁ ସର୍ବଦା ଦୂରରେ ରହିବା ଉଚିତ। ମିଛ କଥା କହିବା ଏକ ବଡ଼ ଦୋଷ। ବିଶେଷତଃ ନିଜର ଦୋଷ ଲୁଚାଇବା ପାଇଁ ନାରୀଟିଏ ମିଛ କହିଥାଏ। କିନ୍ତୁ ମଣିଷ ଯାହା ଲୁଚାଏ, ତାହା ବୃଦ୍ଧି ପାଇଥାଏ। ତେଣୁ ନିଜର ଗୁଣ ଲୁଚାଇବା ଓ ଦୋଷ ପ୍ରକାଶ କରିଦେବା ଉଚିତ।
ମହାତ୍ମା ଗାନ୍ଧୀ ଥରେ ବାପାଙ୍କ ପକେଟରୁ ଟଙ୍କା ଚୋରି କରିଥିଲେ। ସେ ଏହି ଦୋଷକୁ ନ ଲୁଚାଇ ମୁହଁରେ ପ୍ରକାଶ କରିବାର ସାହସ ନଥିବାରୁ ବାପାଙ୍କୁ ଏକ କାଗଜରେ ଲେଖି ଜଣାଇଥିଲେ। ଫଳତଃ ସେ ଜୀବନରେ ଆଉ କେବେ ଚୋରି କରି ନଥିଲେ। ପିଲାମାନେ ଯଦି ବାପା ମାଙ୍କ ଆଗରେ ନିଜର ଦୋଷ ପ୍ରକାଶ କରି ଦିଅନ୍ତି, ତେବେ ସେମାନେ ନିଶ୍ଚୟ କ୍ଷମା କରି ଦିଅନ୍ତି ଏବଂ ଆଉ ଏପରି ନ କରିବାକୁ ପରାମର୍ଶ ଦିଅନ୍ତି। ସେହିପରି ନାରୀ ଯଦି ସ୍ୱାମୀ ଆଗରେ ସତ କହନ୍ତି ଓ ନିଜର ଦୋଷ ପ୍ରକାଶ କରି ଦିଅନ୍ତି, ତେବେ ସ୍ୱାମୀ ନିଶ୍ଚୟ କ୍ଷମା କରିଦେବେ, ଏଥିରେ ସନ୍ଦେହ ନାହିଁ। ଏହାର ସବୁଠାରୁ ବଡ଼ ସୁଫଳ ହେଉଛି, ଏପରି ଦୋଷ ସବୁଦିନ ପାଇଁ ନଷ୍ଟ ହୋଇଯାଏ। ନାରୀର ଆଉ ଦୁଇଟା ଖରାପ ଗୁଣ ହେଲା ଅତୋଷିଣୀ ଓ ପଳାୟନପରା। ସବୁବେଳେ ସ୍ୱାମୀଙ୍କ ସନ୍ତୋଷ ବିଧାନ କରିବା ବା ସ୍ୱାମୀ ଖୁସି ହେବା ପରି କାମ କରିବା ଓ ବାରମ୍ବାର ବାପଘରକୁ ପଳାଇ ଯିବାର ଧମକ ନ ଦେବା ଉଚିତ। ନାରୀଟିଏ ଯଦି ତାର ସ୍ୱାମୀ ଓ ଶ୍ୱଶୁର ଘରକୁ ନିଜର ବୋଲି ଭାବୁଥାଏ, ନିଜ ପରିବାର ପ୍ରତି କର୍ତ୍ତବ୍ୟ ସଚେତନ ଥାଏ, ତେବେ ସେ ବାପଘରକୁ ବାରମ୍ବାର ଯାଇପାରିବ ନାହିଁ। ସ୍ୱାମୀ ଘରେ ଯାହାର ଏତେ କାମ, ଯାହା ବିନା ସ୍ୱାମୀ ଘରେ ଦିନେ ବା ଓଳିଏ ଚଳିପାରେ ନା, ସେ କିପରି ବା ବାପଘରକୁ ବାରମ୍ବାର ଯାଇପାରିବ? ମୁଁ ଯଦି ବାପଘରକୁ ଯାଏ ଓ ସେଠାରେ ଦିନେ ଓଳିଏ ରହିଯାଏ, ତେବେ ମୋ ସ୍ୱାମୀଙ୍କୁ ହୋଟେଲରେ ଖାଇ ପେଟରୋଗର ଶିକାର ହେବାକୁ ପଡ଼ିବ। ମୋ ଶ୍ୱଶୁର ଠିକ୍ ସମୟରେ ଜଳଖିଆ ବା ଔଷଧ ଖାଇ ପାରିବେ ନାହିଁ ଓ ତାଙ୍କର ରୋଗ ବଢ଼ିଯିବ। ମୋ ଦିଅର ଠିକ୍ ସମୟରେ ଖାଇ ସ୍କୁଲ ଯାଇ ପାରିବ ନାହିଁ। ଏପରି ଚିନ୍ତା ଯାହାର ଆସିବ, ସେ କ'ଣ ବାପଘରକୁ ବାରମ୍ବାର ଯାଇପାରିବ? ଆଉ ଯଦି ଯାଏ, ତେବେ ସ୍ୱାମୀ ଓ ସ୍ୱାମୀକୁଳ ପ୍ରତି ତାର ନିଷ୍ଠା ନାହିଁ ବୋଲି ବୁଝିବାକୁ ପଡ଼ିବ। ବାରମ୍ବାର ବାପଘରକୁ ଯାଉଥିବା ନାରୀ ନିଜ ଘରକୁ କେବେହେଲେ ଠିକ୍ ଭାବେ ଚଳାଇ ପାରନ୍ତି ନାହିଁ। କୁହାଯାଏ, ବାହା ହେଲା ପରେ ଝିଅ ବାପଘରେ କୁଣିଆ। ବାପଘରକୁ ଗଲେ କୁଣିଆ ପରି ଦିନେ ଓଳିଏ ରହି ଚାଲି ଆସିବା ଦରକାର। ବାପଘରେ ବି ଅଧିକ ଦିନ ରହିବା ଝିଅକୁ ସମ୍ମାନ ମିଳେ ନାହିଁ। ବାପଘରେ ଅଧିକ ଦିନ ରହିଲେ ବାପା ମା ସିନା କିଛି କହନ୍ତି ନାହିଁ, କିନ୍ତୁ ଭାଇ ଭାଉଜ ବୋଝ ବୋଲି ଭାବନ୍ତି। ବନ୍ଧୁଗଣ, ଭିଡ଼ିଓଟି ଭଲ ଲାଗିଲେ ଭିଡ଼ିଓକୁ ଗୋଟିଏ ଲାଇକ୍ ଏବଂ ଆମର ସତ୍ୟ ଗାଇଡର ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଧନ୍ୟବାଦ। ଜୟ ଶ୍ରୀକୃଷ୍ଣ।